ଦୋଳି ଚାଲିଛି ଲୋ ଦିପହରୁ ଲୋଠରା ଠରି ଏବେ ସରୁ ବଉଳ ଲୋଠରା ଠରି ଏବେ ସରୁ। ମୁଁ ଆଜ୍ଞା ସରିତା ପୃଷ୍ଟି, ମୁଁ ଜଣେ ଅଧ୍ୟାपिका ଏବଂ ମଞ୍ଚ ସଞ୍ଚାଳିକା। ଦେଖନ୍ତୁ, ପ୍ରଥମେ ତ ମୁଁ ମଶାଲର ଡେଫିନେସନଟା କହିବି। ରାଜା ରାଜୁଡ଼ାଙ୍କ ସମୟରୁ ଆମର ମଶାଲ ଥିଲା, ତାପରେ ସେ ହଜି ଯାଇଥିଲା। ମତେ ମଶାଲର ଆୟୋଜନକୁ ଦେଖିକି ଲାଗୁଛି ଯେମିତି ଆମର ଯୋଉ ସଂସ୍କାର ସଂସ୍କୃତି ହଜି ଯାଇଛି ତାକୁ ପୁଣି ଥରେ ସିଏ ଯୋଉ ସମସ୍ତଙ୍କ ସାମ୍ନାକୁ ଆଣିକି ତାକୁ ପୁଣି ଥରେ ଉଜ୍ଜୀବିତ କରିବାକୁ ଚାହୁଁଛନ୍ତି। ସମାଜ ଆମେ ଦେଖନ୍ତୁ, ଆମେ ଓଡ଼ିଆ ଘରେ ଜନ୍ମ ହେଇଗଲେ ଖାଲି ଓଡ଼ିଆ ହେଇଯିବାନି, ଆମକୁ ଆମ ଓଡ଼ିଆପଣକୁ ଆମ ଭିତରେ ରଖିବାକୁ ପଡ଼ିବ। ଓଡ଼ିଆପଣ ଯଦି ଆମ ଭିତରେ ସବୁବେଳେ ନ ରହେ, ଆଉ ତା ଓଡ଼ିଆପଣର ମୁଖ୍ୟ ସ୍ରୋତ ହେଉଛି କ'ଣ ନା ଆମର ସଂସ୍କାର, ଆମ ସଂସ୍କୃତି, ବୁଡ଼ି ଯାଉଥିବା ଲୋକକଳା, ହଜି ଯାଉଥିବା ଲୋକଗୀତ, ସିଏ ହେଉଛି ଆମ ପ୍ରକୃତର ପରିଚୟ। ଆପଣ ଯୁଆଡ଼େ ଯାଆନ୍ତୁ, ମୁଁ ବାହାରେ 5 ବର୍ଷ ରହିକି ଆସିଲି। ଆମେ ଓଡ଼ିଆ କାହିଁକି ନା ଆମ ଜଗନ୍ନାଥ ସଂସ୍କୃତି ପାଇଁ ଆମେ ଓଡ଼ିଆ, ଆମ ସଂସ୍କାର ପାଇଁ ଆମେ ଓଡ଼ିଆ। ରସଗୋଲା କଥା ଯାଇକି ଆପଣ ପଚାରନ୍ତୁ, ଦହିବରା କଥା ପଚାରନ୍ତୁ, ଆମ ସମ୍ବଲପୁରୀ ଲୋକନୃତ୍ୟ କଥା ପଚାରନ୍ତୁ, ଯାହା ଯାହା ହଜି ଯାଉଛି। ଏବଂ କ'ଣ ହଉଥିଲା, ସହରୀ ସଭ୍ୟତାର ଚାପରେ ପଡ଼ିକି ଆମେ ମାନେ ଆମ ଯୋଉ ନିଜ ସଭ୍ୟତାକୁ ଭୁଲି ଯାଉଥିଲୁ। ଆଜି ମଶାଲ ଯୋଉ ଉତ୍କଳ ମଣ୍ଡପରେ ଯୋଉ ଆୟୋଜନ କରିଛି, ମୁଁ ଅନେକ ସାଧୁବାଦ ଜଣେଇବି ଯେ ଏଇ ଆୟୋଜନ ଦ୍ୱାରା ଆମ ଭିତରେ ଆଉ ସେଇ ଯୋଉ ଓଡ଼ିଆପଣଟା ମରିବନି। ମୁଁ ଏଇ ତଳେ କଥା ହଉଥିଲି, ମ୍ୟାଡାମ ମାନେ ସବୁ ଆସିଛନ୍ତି, ନିଜ କାମ ଛାଡ଼ିକି, କିଏ କାମ ସାରିକି ନିଜ ମନୋଟନସ୍ ଲାଇଫରୁ ଟିକେ ସମୟ କାଢ଼ିକି ଆଜି ସେମାନେ ଗୋଟେ, ଆମେ ସବୁବେଳେ ଭାଇଚାରାର କଥା କୁହନ୍ତି କିନ୍ତୁ ଭଗିନୀ ପ୍ରୀତି ଯୋଉ ଭଉଣୀଚାରାର କଥା କୁହନ୍ତିନି, ମତେ ଆଜି ଦେଖିକି ଲାଗିଲା ଭଉଣୀଚାରା ବି ଗୋଟେ ଶବ୍ଦ ବ୍ୟବହାର ହବା ଦରକାର ଆମ ଡିକ୍ସନାରୀରେ, ଆମ ଶବ୍ଦକୋଷରେ। କାହିଁକିନା ଆପଣ ଆଜି ଦେଖନ୍ତୁ, ସମସ୍ତଙ୍କ ମନ ଖୁସି, ନୂଆ ଶାଢ଼ୀ ଟିକେ ପିନ୍ଧିଛି, କିଏ ଅଳତା ଟିକେ ପିନ୍ଧିଛି, କିଏ ସିନ୍ଥିରେ ସିନ୍ଦୁର ଟିକେ ପିନ୍ଧିଛି। ଇଭେନ୍ ଆମେ ମାନେ ସମସ୍ତେ କୋଉଠୁ ନା କୋଉଠୁ, ଆପଣ ସବୁଦିନ ଆଜି କାଲି ପରିକା, କାଲିଟା ଆଜି ପରିକା ନ ହେଇକି ଆଜିର ଟିକେ ସ୍ପେଶାଲ ହେଇଛି। ଶରତଚନ୍ଦ୍ର ଆଚାର୍ଯ୍ୟ, ମଶାଲ ପରିବାରର ସଦସ୍ୟ ଏବଂ ସାହିତ୍ୟିକ। 25ତମ ରାଜ୍ୟସ୍ତରୀୟ ରଜ ମହୋତ୍ସବ ମଶାଲ ତରଫରୁ ପାଳନ କରାଯାଉଛି, ଚଳିତ ବର୍ଷ କ'ଣ ରହିଛି? ଏଇ ଯୋଉ ରଜ ପର୍ବ, ରଜ ମହୋତ୍ସବ, ଏଇଟା ହଉଛି ଆମର ଗୋଟିଏ ଗଣ ଉତ୍ସବ, ଗଣପର୍ବ, କୃଷି ଭିତ୍ତିକ ପର୍ବ। ଆମେ ଜାଣିଛେ ଯେମିତି ପହିଲି ଆଷାଢ଼ର ପାଣି ଯେତେବେଳେ ମାଟି ଛୁଏଁ, ବସୁଧାକୁ ଛୁଏଁ, ସେତିକି ବେଳେ ଗୋଟେ କୃଷକ ମନରେ ଆନନ୍ଦ ଖେଳିଯାଏ। ଆମ ମଶାଲ ପରିବାର ତରଫରୁ ଯୋଉ କୃଷକ ମନରେ ଗୋଟେ ଆନନ୍ଦ ଖେଳିଯାଏ, ପ୍ରକୃତରେ ଓଡ଼ିଶାରେ ଗଣପର୍ବ ଭାବରେ ତାକୁ ହିଁ ପାଳନ କରାଯାଉଛି। ତେବେ ଆମର 25 ବର୍ଷ ଏଇ ରଜ ପର୍ବକୁ ଆମେ ପାଳନ କରୁଛୁ ରଜ ମହୋତ୍ସବ ଭାବରେ। ଖୁସିର କଥା, ଗର୍ବର କଥା ଆମ ସମସ୍ତଙ୍କ ପାଇଁ ଯେ 25 ବର୍ଷ ତଳେ ଯୋଉ ଦିନ ଆରମ୍ଭ କରାଯାଇଥିଲା ମଶାଲର ଏଇ ପର୍ବ, ଆଜି 25 ବର୍ଷ ହେଇଛି। ଏବଂ ବିଶେଷ କରି ଆମେ ଓଡ଼ିଆ ପରମ୍ପରା, ଓଡ଼ିଆ ସଂସ୍କୃତି, ଆମର ହଜି ଯାଉଥିବା ଲୋକ ସଂସ୍କୃତି, ଲୋକ କଳାକୁ ଏବଂ ରଜ ପର୍ବ ସାଥିରେ ଯୋଉ ଲୋକ ଗୀତ ମଧ୍ୟ ରହିଛି ତାକୁ ନେଇ ଆମର କାର୍ଯ୍ୟକ୍ରମ ରହିଛି। ଯେମିତି ଦେଖନ୍ତୁ, ଆମର ଗୋଟେ ବଡ କାର୍ଯ୍ୟକ୍ରମ ଆମେ କରୁଛନ୍ତି, ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା। ଏଇ ଶ୍ରେଷ୍ଠ ଓଡ଼ିଆଣୀରେ ଆମେ କ'ଣ କରୁଛନ୍ତି, ହୁଳହୁଳି ପ୍ରତିଯୋଗିତା କରୁଛନ୍ତି, ଯୋଉଟା ଏବେ ସାଧାରଣତଃ ସମାଜରୁ ହଜିଗଲାଣି। ଆମେ ଆଉ ଗୋଟିଏ କାମ କରୁଛନ୍ତି, ଲୋକ ଗୀତ କିପରି ଗାଇବ। ଆପଣ ଜାଣିଥିବେ ଗୋଟେ ପୁଚି ଖେଳ ଆମର ଥିଲା, ଠିଆ ପୁଚି ବସା ପୁଚି, ଠିଆ ପୁଚି ନାରଙ୍ଗ ଗୋଡ଼ ଠିଆ ପୁଚି ନାରଙ୍ଗ ଗୋଡ଼ ଦିଟା ସାରଙ୍ଗ, ଯୋଉ ଗୀତ ଆମର ରହିଛି ତାକୁ ନେଇ ଆମେ ଲୋକ ଗୀତକୁ ଯୋଡ଼ିଛେ। ଯେହେତୁ ରଜ ପର୍ବ ହଉଛି ଆମର ମହିଳା ମାନଙ୍କ ପାଇଁ ମୁଖ୍ୟତଃ, ତେଣୁ ତାଙ୍କୁ ଯୋଡ଼ି ଆମେ ଏ ପର୍ବଟିକୁ ଆରମ୍ଭ କରିଛେ। ଆଜି ଆମର ଆପଣ ଦେଖିପାରୁଥିବେ ଆମର ପଶା ଖେଳ ଏପଟେ ଚାଲିଛି, ଝୋଟି ଯୋଉଟା ଆମର ଗାଁ ଗହଳି ମାନଙ୍କରେ ଆମେ ଦେଖୁଛନ୍ତି ଝୋଟି ପକା ହଉଛି, ଝୋଟି ପ୍ରତିଯୋଗିତା ମଧ୍ୟ ଆଜି ରହିଛି। ତା ସହିତ ଦୋଳି ଖେଳିଲା ବେଳେ ଆମର ମା ଭଉଣୀ ଯୋଉମାନେ ଆସିଛନ୍ତି ସେମାନେ ଦୋଳି ଗୀତ ଗାଇ ଗାଇ ଦୋଳି ଖେଳିବେ। ତ ମୁଖ୍ୟ କଥା ହଉଛି ଆମେ ଟିକେ ମନ ପକେଇ ଦେବାକୁ ଚାହୁଁଛେ, ଆମେ ଟିକେ ନେଇଯିବାକୁ ଚାହୁଁଛେ ସେଇ ସମୟକୁ ଯୋଉ ଓଡ଼ିଆ ବାସିବ। ତେଣୁ ଏଇ 25 ବର୍ଷର ଯାତ୍ରା ଭିତରେ ସମସ୍ତଙ୍କର ସହଯୋଗ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଯୋଉ ବାତାବରଣ ଏବଂ ସମସ୍ତଙ୍କର ଆଶୀର୍ବାଦ, ମଶାଲ ତରଫରୁ ଆମେ ଯୋଉ କାର୍ଯ୍ୟକ୍ରମ କରୁଛୁ, ସେଇଥିପାଇଁ କି ମତେ ଲାଗୁଛି ଯେ ଆମେ ସଫଳତାର ସହିତ କରିପାରୁଛୁ। ଆଜ୍ଞା,
ଆମର ଘୋଡ଼ା ନାଚରେ ଆପଣ ଜାଣିବେ ଘୋଡ଼ା ନାଚ ଏମାନଙ୍କୁ କୁହାଯାଏ ଘୋଡ଼ା ନାଚ କେବଳ କୁହାଯାଏ ଲୋକ କଳା ଏବଂ ଏମାନେ ସାହିତ୍ୟର ଲୋକ କଳାର ପ୍ରଚାର କରି ଆସୁଛନ୍ତି ଶହ ଶହ ବର୍ଷ ପୂର୍ବରୁ। ଘୋଡ଼ାକୁ ପ୍ରତୀକ ଭାବରେ ନିଆଯାଇଛି ଏବଂ ତା ମାଧ୍ୟମରେ ସମାଜକୁ ସଚେତନ ଦଉଥିବା ବାର୍ତ୍ତା ଲୋକଗୀତ ମାଧ୍ୟମରେ ଇଏ ଗୋଟେ ବିରଳ ଜିନିଷ। ମତେ ଲାଗୁନି ଓଡ଼ିଶା ବାହାରେ ଆଉ କୋଉଠି ଏହି ଲୋକ କଳା ରହିଛି ବୋଲି। ଆଜ୍ଞା ପ୍ରକୃତରେ ଆପଣ ଦେଖନ୍ତୁ ଆମେ ଯଦି 60-70 ବର୍ଷ ତଳକୁ ଯିବା ହାରି ଯୋଉ ସମୟରେ ଏତେ ମଞ୍ଚ ନାଟକ ହଉନଥିଲା ସେତିକି ବେଳେ ଏଇ ଯୋଉ କଣ୍ଢେଇକୁ ନାଚ କରିବା ଏବଂ କଣ୍ଢେଇର ଯୋଉ ସଂଳାପ ଅଛି ତାହା ବାହାରେ ଚରିତ୍ର ଆସିକିରି କହିବ ଯାହା ଗୋଟେ ଆମକୁ ଭାରି ଆମୋଦିତ କରୁଥିଲା ଏବଂ ସେ ଲୋକକଳାଟି ମଧ୍ୟ କ୍ରମେ କ୍ରମେ ଲୁପ୍ତ ହେବାକୁ ବସିଛି। ତେଣୁ ଆମେ ଖୋଜୁଛୁ ଯେ କୋଉ ଲୋକକଳା ରହିଛି ଯାହାକୁ ଆମେ ରଜ ଗୋଟେ ଲୋକପର୍ବ ଗଣପର୍ବ ଏଇଠି ଆଣି ମଶାଲ ତରଫରୁ ଏ କାର୍ଯ୍ୟକ୍ରମ କରିବୁ।